भुवनेश्वर अद्यता 27/12/2024 रेख सरस्वती शिशु विद्या मंदिर ब्रह्मेश्वर कॉलोनी रसुलगढ़ भुवनेश्वर रौप्य जयंती विद्यालय सभानेत्री श्रीमती मानसी शतपथी अध्यक्षत पांडरा स्थित जगन्नाथ मंदिर पड़िया अनुष्ठित हो कार्यक्रम में मुख्य अतिथि श्रीजुक्त सूर्यवंशी सूरज मान्यवर उच्चशिक्षा क्रीड़ा और संस्कृति मंत्री महोदय उद्घाटक श्रीजुक्त पृथ्वीराज हरिचंदन मान्यवर आईन और अबकारी मंत्री महोदय मुख्य वक्ता रूपे श्रीमती अपराजिता षडंगी मान्यवर सांसद भुवनेश्वर महोदय सम्मानीय अतिथि रूपे इंजीनियर श्री सन्यासजी अध्यक्ष आपेक्स आईटीआई कटक वक्ता ओटीवी भुवनेश्वर श्रीजुक्त बाबू सिंह मान्यवर विधायक एकाम्र भुवनेश्वर श्रीजुक्त प्रियदर्शी मिश्र मुख्य उपदेष्टा बीजेपी उत्तर भुवनेश्वर श्रीजुक्त जगन्नाथ प्रधान वरिष्ठ बीजेपी उपदेष्टा मध्य भुवनेश्वर और श्रीजुक्त विप्लव बेहेरा कोऑपरेटर वार्ड नंबर 18 प्रमुख जोगदे विद्यालय कुनि कुनि शिशु कलिका मानकर रंगारंग कार्यक्रम सहित श्रीचरण महांती और शैलाबाला महापात्र द्वारा भजन संध्यार कार्यक्रम परिवेषण होता। विद्यालय संपादिका श्रीमती पुष्पा महंती वार्षिक विवरणी पाठ करथिले। एही उत्सव में जगन्नाथर 26 बेश अनुष्ठित होता। विद्यालय सभापति श्रीजुक्त स्वाधीन महंती द्वारा समस्त कार्य परिचालन होता। एही कार्यक्रम में अनेक व्यक्तिविशेष संबोधित होते। परिशेष में प्रधान आचार्य श्रीमती सुषमा पंडा धन्यवाद अर्पण करथिले। एही कार्यक्रम में विद्यालय पुरातन वर्तमान अध्ययनरत छात्र छात्री गुरुजी गुरुमा अभिभावक अभिभाविका समेत विद्यालय कार्यरत समस्त कर्मकर्ता जोग देथिले। विद्यालय समाज को श्रृंखलित परिवेश गढ़ापी श्रृंखलित परिवेश गढ़ापी प्रतिष्ठित एवं आशा करा समस्ते ये श्रृंखलित हेले समाज बहुत अवदान रमस्ते समाज दूरेत रे समाज उत्तर पीढ़ी सुदृढ़ सरस्वती शिशु विद्या मंदिर प्रधान आचार्य पैसा भावना जगन्नाथ मंदिर अच्छी जगन्नाथ मंदिर कार्यक्रम भल पैसा एमती बर्तन फाइनान्स कलु से असुविधा फाइनान्स वाला से आयोजन कर गुरुवार माणबसा गुरुवार लास्ट ठाकुराणी मत आसी कहले कि लक्ष्मी आसीगले माणबसा गुरुवार झीटे ओढ़ा बसी लक्ष्मी ठाकुराणी भावुची से मत मैंने ठाकुराणी मत बोध हुए मत सूचना देते जी मु आसबि तू जहाँ करिया कथा कर। यही हूँ भगवान लीला।
ଆଉ କିଛି ନୁହେଁ। କାଲି ବି ସେମିତି ଆଜ୍ଞାମାଳ ପାଇଁ ଯାଇଥିଲି, ବହୁତ କିଛି ମାନେ ଦେଖିଛି। ପ୍ରଥମ ଗଲି ଏତେବେଳେ ନା ଭୋଗ ବାଲାଙ୍କ ପାଖକୁ ତାଙ୍କ ନମ୍ବର ଲାଗୁଛି, ନା ଯେଉଁ ଟାଟା ମ୍ୟାଜିକ୍ ନେଇଛୁ ତା ଫୋନ୍ ନମ୍ବର ଲାଗୁଛି, କାହାରି ଫୋନ୍ ମାନେ ଆମେ ସମସ୍ତେ 7 ଜଣ 8 ଜଣ ଯାଇଥିଲୁ, ସମସ୍ତେ ଚିହ୍ନିଛନ୍ତି। ପୁରା ପୁରୀ ପୁରା ଗହଳି, ବଡ଼ଦାଣ୍ଡ ପୁରା ଗହଳି। କିଛି ନାହିଁ। ଗୋଟେ କଥା ଏ କରିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ଆମେ ଯେଉଁ ଚର୍ମଚକ୍ଷୁରେ ଆମେ ପୁରୀ ଯାଉଛନ୍ତି କିନ୍ତୁ ଗୋଟେ ବେଶ ଦେଖୁଛନ୍ତି, କିନ୍ତୁ ଏକା ସାଙ୍ଗରେ ଯେ ଆମେ 24 ବେଶ ଦେଖିବା ଟିକେ ଅସମ୍ଭବ ବୋଲି ମୁଁ ମନେ କରୁଛି। ହୁଏତ ଏ ପ୍ରୋଗ୍ରାମ ମୋ ବଞ୍ଚିବା ପର୍ଯ୍ୟନ୍ତ ବଞ୍ଚିଥିବା ପର୍ଯ୍ୟନ୍ତ ମୁଁ ଆଉ କରିପାରିବି ନାହିଁ। ସେଇ ଜଗନ୍ନାଥଙ୍କର ଇଚ୍ଛା, ସେଇ ଜଗନ୍ନାଥ ଦେଇଛନ୍ତି, ସେଇ ଜଗନ୍ନାଥଙ୍କର ଯଦି ଏ କରିବାର ପ୍ରୟାସ ହେଉଛି, ଯଦି ରଥ ଗଡ଼ିଗଲା ଏଠି ତାହେଲେ ଆମ ଜୀବନ ଧନ୍ୟ ହେଇଯିବ। ମୁଁ ସବୁବେଳେ ଜଗନ୍ନାଥ ଭଗବାନଙ୍କ ପାଖରେ ଚିରଋଣୀ, 7 ଜନ୍ମ ପର୍ଯ୍ୟନ୍ତ ମୁଁ ଋଣୀ ହେଇକି ରହିଯିବି ଯେ ଭଗବାନଙ୍କର ରଥ ଗଡ଼ିଲା। ଏତିକି ମୋର କହିବାର। ଜୟ ଜଗନ୍ନାଥ। ମୋ ନାଁ ସ୍ୱାଧୀନ ମହାନ୍ତି, ମୁଁ ହେଉଛି ସରସ୍ୱତୀ ମନ୍ଦିର ସମ୍ପାଦକ। ଆମେ ଏଇ ସ୍ୱପ୍ନଟିକୁ ଆମେ ବିଗତ 6 ବର୍ଷ ହେଲାଣି ଦେଖିଛୁ। କାରଣ ଆମର 2018 ମସିହାରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶାର ଏଇ କାର୍ଯ୍ୟକ୍ରମଟି ହେଇଥିଲା। ଯେଉଁଦିନ ଏଇଟା ହେଇଥିଲା ମୋ ମୁଣ୍ଡରେ ସେଦିନ ଥିଲା କି ଆମର ଯେଉଁଦିନ 25 ବର୍ଷ ପୂର୍ତ୍ତି ହେବ ବ୍ରହ୍ମ ବିଦ୍ୟାଳୟର, ସେଦିନ ଆମେ ନିହାତି ଭାବରେ ଏଇ କାର୍ଯ୍ୟକ୍ରମଟି ମାଧ୍ୟମରେ ପିଲାଙ୍କର କେମିତି ଡିଜେ ପରମ୍ପରାରୁ କେମିତି ପାରମ୍ପରିକ ପରମ୍ପରାକୁ ସେମାନେ ଆସିବେ ଏ ବିଷୟରେ ଆମେ ଚିନ୍ତନ କରି ଜଗନ୍ନାଥ ସଂସ୍କୃତି କେମିତି ପିଲାମାନେ ଫେରିବେ ସେଇ ବିଷୟରେ ଚିନ୍ତା କରି ଏଇ କାର୍ଯ୍ୟକ୍ରମରେ ଆମେ ଆଜି ନିଶ୍ଚିତ ଆମର ବର୍ତ୍ତମାନ ଅଛନ୍ତି ପାଖାପାଖି 2ଟି ଆମର ବିଦ୍ୟାଳୟ ଅଛି। ଗୋଟିଏ ଆପଣ ବ୍ରହ୍ମେଶ୍ୱର କଲୋନୀ ରସୁଲଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପୂର୍ବ ନାମ ଥିଲା ବୀଣାପାଣି ଶିକ୍ଷା ନିକେତନ। ବର୍ତ୍ତମାନ ସେଥିରେ 311 ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି, ବିଦ୍ୟାର୍ଥୀ ଭାଇ ମାନେ ପଢ଼ୁଛନ୍ତି। ଆଉ ଯାହା ଶ୍ରୀଗୀତା କ୍ଷେତ୍ର ମାଣ୍ଡାରେ ଯେଉଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅଛି ସେଥିରେ ପାଖାପାଖି 120 ବି ହୁଅନ୍ତୁ, ଭଲ ମଣିଷଟିଏ ହୁଅନ୍ତୁ, ଏତିକି ଲକ୍ଷ୍ୟ ରହିଛି ପିଲାମାନଙ୍କର। ଆମର ବହୁତ ପିଲାମାନେ ସବୁ ଦିଗରେ ସେମାନେ ଆଗଉଛନ୍ତି, ପାଠରେ ଯେମିତି ଷାଠରେ ସେମିତି। ଏବେ ବର୍ତ୍ତମାନ ଆପଣ ନଭେମ୍ବର 22 ବିପ୍ଳବୀ ଭାଜିଆ ଗୋଟିଏ ଆମର ହେଇଥିଲା ନାଟକ, ଯାହାକି ପରିବେଷଣ ହେଇଥିଲା ଦିଲ୍ଲୀରେ ଓଡ଼ିଶା ପର୍ବରେ। ସେଠି ପିଲାମାନେ ଯାଇକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ରୌପଦୀ ମୁର୍ମୁଙ୍କ ସହିତ ପିଲାମାନେ ବାର୍ତ୍ତାଳାପ କରିବା ପାଇଁ ସୁଯୋଗ ପାଇଥିଲେ। ଶେଷରେ ମୋଦିଙ୍କ ବ୍ୟାରିକେଡ୍ ଭିତରେ ବସି ସାକ୍ଷାତ। ରିପୋର୍ଟ ଅପରାହ୍ନ ଲାଇଭ୍।